ଶୀତ ଦିନ ଆସିଲା ମାନେ ଭୁବନେଶ୍ୱର ଜନତା ମଇଦାନରେ ଗୋଟେ ଅଲଗା ପ୍ରକାରର ମାହୋଲ ତିଆରି ହୋଇଯାଏ ନାହିଁ? ଆଉ ସେଇ ମାହୋଲର କାରଣ ହେଉଛି ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା। ଆମେମାନେ ତ ଏହାକୁ ଖାଲି ଗୋଟେ ମେଳା ବୋଲି ଭାବୁ, କିନ୍ତୁ ଜାଣିଛନ୍ତି ଏହା ହେଉଛି ଆମ ଓଡ଼ିଶାର କଳା ଆଉ କାରିଗରୀର ସବୁଠୁ ବଡ଼ ପର୍ବ। ତେବେ ଆସନ୍ତୁ ଆଜି ଏହି ପର୍ବର କାହାଣୀ ଭିତରକୁ ଟିକେ ପଶିବା। ହଁ, ସତରେ ଏଇ ଗୋଟିଏ ଲାଇନ୍ ହିଁ ସବୁକିଛି କହିଦେଉଛି। ଯିଏ ବି ଥରେ ଏହି ମେଳା ବୁଲିବାକୁ ଯାଇଥିବେ ସେମାନେ ଏହି ୱାଓ ଫିଲିଂଟାକୁ ନିଶ୍ଚୟ ଅନୁଭବ କରିଥିବେ। କିନ୍ତୁ କେବେ ଭାବିଛନ୍ତି ଏଇ ୱାଓ ପଛର କାହାଣୀଟା କ'ଣ? କେମିତି ହୁଏ ଏତେ ବଡ଼ ମେଳା? ଆଉ ଏତେ ସ୍ପେଶାଲ କାହିଁକି ଏଟା? ଚାଲନ୍ତୁ ସବୁଠୁ ଆଗେ ଏହାର ମୂଳ କଥାଟାକୁ ଟିକେ ବୁଝିବା। ମାନେ ଏଇ ଯୋଉ ତୋଷାଳୀ ମେଳ, ଏଇଟା ପ୍ରକୃତରେ କ'ଣ? କିଏ ଏହାକୁ ଆୟୋଜନ କରେ ଆଉ କାହିଁକି? ଆଉ କେମିତି ଏହା ଆମ ସଂସ୍କୃତିର ଗୋଟେ ଏତେ ବଡ଼ ଅଂଶ ହେଇଗଲା? ସିଧା ସିଧା କହିବାକୁ ଗଲେ ଏହି ମେଳା ପଛରେ ଅଛନ୍ତି ଆମ ରାଜ୍ୟ ସରକାରଙ୍କ ହସ୍ତତନ୍ତୁ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ। ପ୍ରତିବର୍ଷ ଶୀତଦିନେ ମାନେ ଡିସେମ୍ବର ଜାନୁଆରୀ ବେଳକୁ ଭୁବନେଶ୍ୱର ସେହି ଜନତା ମଇଦାନ ପାଖାପାଖି 10ରୁ 15 ଦିନ ପାଇଁ ପୁରା ଗୋଟେ କାରିଗରଙ୍କ ଗାଁ ପାଲଟିଯାଏ। ଆଉ ସତ କହିବାକୁ ଗଲେ ଏହା ଗୋଟେ ଏମିତି ପରମ୍ପରା ଯାହାକୁ ଆମେ ସମସ୍ତେ ବର୍ଷ ସାରା ଅପେକ୍ଷା କରି ରହିଥାଉ। କିନ୍ତୁ ଗୋଟେ କଥା ଭଲ ଭାବରେ ମନେ ରଖିବାକୁ ହେବ, ଏଇଟା ଖାଲି କିଣାବିକା କରିବାର ଗୋଟେ ଜାଗା ନୁହେଁ, ବିଲକୁଲ ନୁହେଁ। ଏହା ତମ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରାର ଗୋଟେ ଜୀବନ୍ତ ଉତ୍ସବ। ଆମେ କହିପାରିବା ଏହା ଏକ ଏମିତି ସଂଗ୍ରହାଳୟ ଯେଉଁଠି ଆମ ଓଡ଼ିଶାର ହଜାର ହଜାର ବର୍ଷର ପୁରୁଣ କାହାଣୀ ନିଜେ ନିଶ୍ୱାସ ନିଏ। ଆଚ୍ଛା, ତେବେ ଆସନ୍ତୁ ମନେ ମନେ ଏହି ମେଳା ଭିତରକୁ ଟିକେ ବୁଲିଯିବା। କଳ୍ପନା କରନ୍ତୁ ତ, ଆମେ ସବୁ ସେଇଠି ଅଛୁ। ଚାରିଆଡ଼େ ଲୋକଙ୍କର ଘଳି, ଆଉ ଆମ ଆଖି ସାମ୍ନାରେ ପ୍ରତିଟି ଷ୍ଟଲ୍ରେ ଆମ ଓଡ଼ିଶାର ଗୋଟେ ଗୋଟେ ଅମୂଲ୍ୟ କଳାକୃତି ସଜେଇ ହୋଇ ରହିଛି। କ'ଣ ସବୁ ଦେଖିବାକୁ ମିଳେ ସେଠି? ସବୁଠୁ ଆଗ ଆଖିରେ ଟାଣିନିଏ ରଙ୍ଗ ବେରଙ୍ଗର ଶାଢ଼ୀ ଆଉ କପଡ଼ା। ଆରେ ବାଃ, କ'ଣ ସେ ଦୃଶ୍ୟ! ସମ୍ବଲପୁରୀର ସେ ବାନ୍ଧ କାମ, ବୋମକାଇର ସେ ସୂକ୍ଷ୍ମ କାରୁକାର୍ଯ୍ୟ ଆଉ କୋଟପାଟ ଶାଢ଼ୀର ସେ ମାଟିଆ ରଙ୍ଗ। ଲାଗିବ ଯେମିତି ଏଗୁଡ଼ାକ ଖାଲି କପଡ଼ା ନୁହେଁ, ବରଂ ପ୍ରତିଟି ସୂତାରେ ଗୋଟେ ଗୋଟେ କାହାଣୀ ଲେଖା ହେଇଛି। ବସ୍ ସେଠୁ ଟିକେ ଆଗକୁ ଗଲେ ଆରମ୍ଭ ହୋଇଯାଏ ହସ୍ତଶିଳ୍ପର ଯାଦୁକାରୀ ଦୁନିଆ। କେଉଁଠି ପିପିଲିର ଚାନ୍ଦୁଆ ଦେଖିଲେ ମନେ ହେବ ତା ତଳେ ଟିକେ ଠିଆ ହେଇଯିବାକୁ, ତ ଆଉ କେଉଁଠି ପୁରୀର ପଟ୍ଟଚିତ୍ରରେ ଠାକୁରଙ୍କ ଲୀଳା ଦେଖି ଆଖି ଲାଗିଯିବ। ତା ସାଙ୍ଗକୁ ଅଛି ଡୋକ୍ରାର ସେଇ ପୁରୁଣା ଧାତୁ କାମ, ହାତ ତିଆରି ବ୍ୟାଗ୍, ଗହଣା ଆଉ ଘର ସଜେଇବା ଜିନିଷ। କ'ଣ ନାହିଁ ସେଠି, ସବୁକିଛି ଗୋଟିଏ ଜାଗାରେ। ହେଲେ ଏତେ ସବୁ ସୁନ୍ଦର ସୁନ୍ଦର ଜିନିଷ ଭିତରେ ଏଇ ମେଳାର ସବୁଠୁ ବଢ଼ିଆ କଥାଟା କ'ଣ ଜାଣିଛନ୍ତି? ଏମିତି କ'ଣ ଗୋଟେ ଜିନିଷ ଅଛି ଯାହା ଏ ମେଳାକୁ ଆହୁରି ସ୍ୱତନ୍ତ୍ର କରିଦିଏ? ଆଉ ସେଇଟା ହେଉଛି ଆମେ ସିଧାସଳଖ କାରିଗରଙ୍କଠାରୁ ଜିନିଷ କିଣିପାରିବା। ଏଇଟା ହିଁ ତ ପ୍ରକୃତ ଯାଦୁ। ଏଠି କୌଣସି ବଡ଼ ବଡ଼ କମ୍ପାନୀ କି ଶୋରୁମ୍ ନାହିଁ। ଅଛନ୍ତି ସେହି କାରିଗର ଯାହାଙ୍କ ହାତର ଛୁଆରେ ଏ ସବୁ ଜିନିଷ ଜୀବନ୍ତ ହୋଇ ଉଠିଛି। ଆଉ ଏହାର ସବୁଠୁ ଭଲ କଥା ହେଲା, ଆମେ ଦେଉଥିବା ପ୍ରତିଟି ଟଙ୍କା ସିଧା ସେହି ପରିଶ୍ରମୀ ହାତକୁ ହିଁ ଯାଏ। ତେବେ ଜିନିଷପତ୍ର ତ ଗୋଟେ ପଟେ ରହିଲା, କିନ୍ତୁ এই ମେଳାର ପ୍ରକୃତ ଆତ୍ମା ବା ହୃଦୟ ହେଉଛନ୍ତି ସେହି କାରିଗରମାନେ। ତେବେ ଆସନ୍ତୁ ଏବେ ସେହି କାରିଗରମାନଙ୍କ ନଜରରେ ଏହି ମେଳାର ଗୁରୁତ୍ୱ କେତେ ତାହା ଟିକେ ବୁଝିବା। ହେଲେ ମନରେ ଗୋଟେ ପ୍ରଶ୍ନ ଆସିପାରେ, ଏତେ ବଡ଼ ଆୟୋଜନର ପ୍ରକୃତରେ ଦରକାର କ'ଣ? ସତରେ କ'ଣ ଏହା କାରିଗରମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିପାରେ? ଦେଖନ୍ତୁ, ଏହାର ଉଦ୍ଦେଶ୍ୟ ବହୁତ ସିଧା ଆଉ ସରଳ। ପ୍ରଥମ କଥା ହେଲା, ଯେଉଁ କାରିଗରମାନେ ଦୂର ଦୂର ଗାଁରେ ରହି କାମ କରନ୍ତି, ସେମାନଙ୍କୁ ନିଜ ଜିନିଷ ବିକିବା ପାଇଁ ଏତେ ବଡ଼ ଗୋଟେ ସହରୀ ବଜାର ମିଳିଯାଏ। ଦ୍ୱିତୀୟରେ, ଏହାଦ୍ୱାରା ଆମର ଲୁଚି ଯାଉଥିବା କେତେ କଳା ସମସ୍ତଙ୍କ ସାମ୍ନାକୁ ଆସିପାରେ। ଆଉ ତୃତୀୟରେ, ଆମ ଭଳି ଗ୍ରାହକମାନଙ୍କୁ କୌଣସି ଦଲାଲ ବିନା ଠିକ୍ ଦାମରେ ଅସଲି ଜିନିଷ ମିଳିଯାଏ। ଏଠାରୁ ଆଉ ଭଲ କ'ଣ ହେଇପାରେ? ଆଉ ଗୋଟେ କଥା ଭାବନ୍ତୁ ତ, ଯେତେବେଳେ ଆମେ ସେମାନଙ୍କ ହାତରୁ ଗୋଟେ ହାତବୁଣ ଶାଢ଼ୀ କିମ୍ବା ଗୋଟେ ପଟ୍ଟଚିତ୍ର କିଣୁ, ଆମେ କ'ଣ ଖାଲି ଗୋଟେ ଜିନିଷ କିଣୁ? ନା, ଆମେ ସେହି କାରିଗରଙ୍କର ମାସ ମାସର ପରିଶ୍ରମ, ତାଙ୍କ କଳ୍ପନା ଆଉ ତାଙ୍କର ପରମ୍ପରାକୁ ସମ୍ମାନ ଦିଉ। ଆଉ ଏଇ ସ୍ୱୀକୃତି ହିଁ ସେମାନଙ୍କୁ ନୂଆ ଉତ୍ସାହ ଦିଏ, ଆଗକୁ ବଢ଼ିବା ପାଇଁ ସାହସ ଦିଏ। ହେଲେ ତୋଷାଳୀ ମେଳାର କାହାଣୀ ଖାଲି ଦିନବେଳାର କିଣାବିକାରେ ସରିଯାଏନି। ସଞ୍ଜ ନଇବା ସାଙ୍ଗେ ସାଙ୍ଗେ ଏ ମେଳାର ପୁରା ରୂପ ବଦଳିଯାଏ। ଗୋଟେ ଅଲଗା ହିଁ ଅନୁଭୂତି ମିଳେ। ଭାବନ୍ତୁ ତ, ଗୋଟେ ପଟେ ଗରମ ଗରମ ଓଡ଼ିଆ ପିଠା ଆଉ ଖାଦ୍ୟର ବାସ୍ନା ମହକୁଛି, ଆଉ ଅନ୍ୟପଟେ ମଞ୍ଚ ଉପରକୁ ଓଡ଼ିଶୀ ନାଚ କିମ୍ବା ସମ୍ବଲପୁରୀ ଗୀତର ସୁର ଭାସି ଆସୁଛି। ଚାରିଆଡ଼େ ଖାଲି ଝିଲିମିଲି ଆଲୁଅ, ପୁରା ପର୍ବର ମାହୋଲ। ଏମିତିକି ଖାଲି ଓଡ଼ିଶା ନୁହେଁ, ଭାରତର ଅନ୍ୟ ରାଜ୍ୟରୁ ବି କାରିଗରମାନେ ଆସିଥାନ୍ତି। ଲାଗେ ଯେମିତି ପୁରା ଭାରତର ସଂସ୍କୃତି ଗୋଟିଏ ଜାଗାରେ ଏକାଠି ହେଇଯାଇଛି। ତେବେ ଏତେ ସବୁ କଥା ପରେ
ଆସନ୍ତୁ ଶେଷରେ ଏହି କଥାଟାକୁ ବୁଝିବା କାହିଁକି ତୋଷାଳୀ ମେଳାକୁ ଆମ ଓଡ଼ିଶାର ଗର୍ବ ବୋଲି କୁହାଯାଏ। କାରଣ ଯେମିତି ଆମେ ଆଗରୁ କଥା ହେଉଥିଲେ, ଏହା କେବଳ ଗୋଟେ ମେଳା ନୁହେଁ, ବିଲକୁଲ ନୁହେଁ, ଏହା ତାଠାରୁ ବହୁତ ବଡ଼। ଏହା ହେଉଛି ଆମର ସେହି ହଜାର ହଜାର କାରିଗର ଭାଇ ଭଉଣୀଙ୍କର ସ୍ୱପ୍ନ, ସେମାନଙ୍କର ଆଶା, ଯେଉଁମାନେ ନିଜ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଦିନରାତି ଏକ କରିଦିଅନ୍ତି। ଏହା ହେଉଛି ସେମାନଙ୍କ ପରିଶ୍ରମର ପରିଚୟ। ଏଇଟା ଖାଲି ଗୋଟେ ସରକାରୀ ଆୟୋଜନ ହେଇ ରହିଯାଇନି, ଏଇଟା ଆମ ସମସ୍ତଙ୍କର, ଆମ ମାଟିର ପରିଚୟ, ଆମ ସଂସ୍କୃତିର ପ୍ରତିଛବି, ଆଉ ସେଥିପାଇଁ ତ ଏହା ଆମ ଓଡ଼ିଶାର ଗର୍ବ। ଶେଷରେ ଗୋଟେ ପ୍ରଶ୍ନ, କାରିଗରମାନେ ତ ନିଜ କାମ କରୁଛନ୍ତି, ସରକାର ବି ମଞ୍ଚ ଯୋଗାଇ ଦେଉଛନ୍ତି, କିନ୍ତୁ ଏଥିରେ ଆମର ଭୂମିକା କ'ଣ, ଆମର ଦାୟିତ୍ୱ କ'ଣ? କେବଳ ମେଳା ବୁଲି ଆସିବା, ନା ସେମାନଙ୍କ ପରିଶ୍ରମକୁ ପ୍ରକୃତ ସମ୍ମାନ ଦେଇ ସେମାନଙ୍କ ଜିନିଷ କିଣିବା? ଆମ ପରମ୍ପରା ଆଉ କଳାକୁ ଆଗାମୀ ପିଢ଼ି ପାଇଁ ବଞ୍ଚେଇ ରଖିବାରେ ଆମେ ସମସ୍ତେ କେମିତି ସାହାଯ୍ୟ କରିପାରିବା, ଏ ବିଷୟରେ ଟିକେ ଭାବିବା ନିହାତି ଦରକାର।